ପିଲାମାନେ ବାର୍ଷିକ ପରୀକ୍ଷା ପାଇଁ ପ୍ରକଳ୍ପ କାର୍ଯ୍ୟ କରିବାକୁ ପଡ଼ିବ। ତେଣୁ ଆଜିର ଭିଡ଼ିଓରେ ପ୍ରକଳ୍ପ କାର୍ଯ୍ୟ ରହିଛି। ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ଆମେ ଆଗ ଲେଖିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ତୁମ ବିଦ୍ୟାଳୟର ନାମ ତୁମେ ଲେଖିବ। ଆଉ ଯେଉଁ ପିଲାମାନଙ୍କର ପ୍ରାଥମିକ ବିଦ୍ୟାଳୟ ସେମାନେ ଲେଖିବେ ସରକାରୀ ପ୍ରାଥମିକ ବିଦ୍ୟାଳୟର ନାମ ଦେବେ। ଯେଉଁମାନଙ୍କର ଉଚ୍ଚ ପ୍ରାଥମିକ ରହିଛି ସେମାନେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲେଖିବେ। ପ୍ରକଳ୍ପ କାର୍ଯ୍ୟ ପ୍ରସଙ୍ଗ ବିଭିନ୍ନ କୋଣ, ତାପରେ ନାମ, ବିଷୟ ଗଣିତ। ଏଠି ନାମରେ ଯାହାର ନାମ ସେ ସେୟା ଲେଖିବେ। ବିଷୟ ଗଣିତ, ଶ୍ରେଣୀ ପଞ୍ଚମ, ରୋଲ୍ ନମ୍ବର, ଯାହାର ରୋଲ୍ ନମ୍ବର ଯେତିକି ରୋଲ୍ ନମ୍ବର ପକାଇବ। ଆଉ ଦାଖଲ କରିବା ତାରିଖ, କେତେ ତାରିଖରେ ଦାଖଲ କରିବ ସେ ତାରିଖଟି ଲେଖିବ। ପ୍ରକଳ୍ପର ନାମ ଏକ ବିଭିନ୍ନ କୋଣ। ବିଭିନ୍ନ କୋଣ ହେଉଛି ପ୍ରସଙ୍ଗର ନାମ ହେଲା ବିଭିନ୍ନ କୋଣ। ଦିଆସିଲି କାଠିରେ ଅଠା ଲଗାଇ ଖାତାରେ ଡ୍ରଇଂ କାଗଜରେ 6ଟି ଭିନ୍ନ ଭିନ୍ନ କୋଣ ଅଙ୍କନ କରିବ। ପ୍ରତ୍ୟେକ କୋଣକୁ ନାମିତ କର। କୋଣଗୁଡ଼ିକର ପ୍ରକାରଭେଦ ସୂକ୍ଷ୍ମକୋଣ, ସମକୋଣ କିମ୍ବା ସ୍ଥୂଳକୋଣ। ପ୍ରତ୍ୟେକ କୋଣ ପରି ଦେଖାଯାଉଥିବା 2ଟି ଲେଖାଏଁ ଜିନିଷର ନାମ ଲେଖ। ତାହେଲେ ଦିଆସିଲି କାଠିରେ ଏହିପରି କୋଣ କରି ତା ତଳେ ଲେଖିବ। ପ୍ରଥମ ହେଲା ସୂକ୍ଷ୍ମକୋଣ, ସମକୋଣ, ସ୍ଥୂଳକୋଣ। 2ଟି କୁହାଯାଇଛି। ଆଉ ଗୋଟିଏ ସୂକ୍ଷ୍ମକୋଣ, ସମକୋଣ, ସ୍ଥୂଳକୋଣ। ନିଜ ଘର ପରିବେଶରେ ଥିବା ବିଭିନ୍ନ କୋଣର ଉଦାହରଣ। ସୂକ୍ଷ୍ମକୋଣ ବାର୍ଥଡେ, ଟୋପିର କୋଣ, ପ୍ଲାସର କୋଣ ହେଉଛି ସୂକ୍ଷ୍ମକୋଣ। ସମକୋଣ କାନ୍ଥର କୋଣ, ଝରକାର କୋଣ। ସ୍ଥୂଳକୋଣ ଆରାମ ଚୌକିର କୋଣ, କଇଁଚିର କୋଣ। ଏହିପରି ଲେଖି ତାପରେ ଘୋଷଣାପତ୍ର ଲେଖିବାକୁ ପଡ଼ିବ। ମୁଁ ଏଠି ଡ୍ୟାସ୍ ରହିଛି, ତୁମ ନାମ ଯାହା ତୁମ ନାମ ଲେଖିବ। ଶ୍ରେଣୀ ପଞ୍ଚମ, ରୋଲ୍ ନମ୍ବର ଲେଖିବ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ତୁମ ବିଦ୍ୟାଳୟ ନାଁ ଲେଖିବ। ଛାତ୍ର ଏତଦ୍ଦ୍ୱାରା ଘୋଷଣା କରୁଅଛି ଯେ ଉକ୍ତ ପ୍ରକଳ୍ପ ବିଭିନ୍ନ ପ୍ରକାରର କୋଣ ସମ୍ପୂର୍ଣ୍ଣ ଭାବେ ନିଜସ୍ୱ ପରିକଳ୍ପିତ। ଏହାର କୌଣସି ଅଂଶ କୌଣସି ପୁସ୍ତକରୁ ଉଦ୍ଧୃତ କରାଯାଇ ନାହିଁ। ଶ୍ରୀଯୁକ୍ତ, ଆମ ଏଠି ଗଣିତ ଶିକ୍ଷକ ନାମ ଲେଖିବ। ଆମ ବିଦ୍ୟାଳୟର ଗଣିତ ଶିକ୍ଷକ ଏହି ପ୍ରକଳ୍ପର ଦିଗ୍ଦ୍ରଷ୍ଟା। ତାଙ୍କର ଅକୁଣ୍ଠ ସହଯୋଗ ଫଳରେ ଏହି ପ୍ରକଳ୍ପଟି ପରିକଳ୍ପନା ସମ୍ଭବପର ହୋଇପାରିଥିବାରୁ ମୁଁ ତାଙ୍କୁ ମୋର କୃତଜ୍ଞତା କାମନା କରୁଅଛି। ତାପରେ ଛାତ୍ରଛାତ୍ରୀଙ୍କ ନାମ, ତୁମ ନାମ ଯାହା ଲେଖିବ, ଶ୍ରେଣୀ, ରୋଲ୍ ନମ୍ବର। ତାପରେ କୃତଜ୍ଞତା ଲେଖିବାକୁ ପଡ଼ିବ। ଏହି ପ୍ରକଳ୍ପଟିର ସଫଳ ପରିଚାଳନା ପାଇଁ ମୁଁ ମୋର ବିଷୟ ଶିକ୍ଷକ, ଆମେ ଗଣିତ ପ୍ରକଳ୍ପ କରୁଛେ, ତେଣୁ ଗଣିତ ଶିକ୍ଷକଙ୍କର ନାମ ଏଠି ଲେଖିବ। ଙ୍କ ନିକଟରେ ଚିରକୃତଜ୍ଞ। ଏହି ପ୍ରକଳ୍ପ କାର୍ଯ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାମ ଏଠି ଲେଖିବ ଏବଂ ମୋର ସହପାଠୀ ମାନେ ସାହାଯ୍ୟ କରିଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି।
ଏହି ପ୍ରକଳ୍ପ କାର୍ଯ୍ୟରେ ମୋର ପିତାମାତା, ଭାଇ ଭଉଣୀ ଓ ଗାଁର ଗୁରୁଜନମାନେ ସାହାଯ୍ୟ ସହଯୋଗ କରିଥିବାରୁ ମୁଁ ମୋର ପ୍ରକଳ୍ପ କାର୍ଯ୍ୟକୁ ସମାପ୍ତ କରିପାରିଛି। ତେଣୁ ମୁଁ ଏମାନଙ୍କ ପାଖରେ କୃତଜ୍ଞତା ପ୍ରକାଶ କରୁଛି। ଛାତ୍ରଛାତ୍ରୀଙ୍କ ନାମ ରହିଛି, ଯାହାର ଯାହା ନାଁ ଲେଖିବ, ଶ୍ରେଣୀ ଲେଖିବ, ରୋଲ୍ ନମ୍ବର ଲେଖିବ। ତାପରେ ପ୍ରମାଣପତ୍ର। ବିଭିନ୍ନ ପ୍ରକାର କୋଣ ପ୍ରକଳ୍ପଟି, ଏଠି ପିଲାର ନାମ ଲେଖିବ, ଶ୍ରେଣୀ ପଞ୍ଚମଙ୍କ ଦ୍ୱାରା କରାଯାଇଛି। ଏହା ମୋର ତତ୍ତ୍ୱାବଧାନରେ ଲେଖାଯାଇଥିବା ଏକ ସ୍ୱୟଂ ସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଅଟେ। ଉକ୍ତ ପ୍ରକଳ୍ପର ଉପାଦେୟତା ସୁନ୍ଦର ପ୍ରସାଦୀ। ଏହି ସଫଳ ପ୍ରକଳ୍ପ ପ୍ରସ୍ତୁତି ପାଇଁ ମୁଁ ତା'ର ଉନ୍ନତି କାମନା କରୁଛି। ଏହି ପ୍ରମାଣପତ୍ରଟିକୁ ଲେଖିବେ, କିଏ ଲେଖିବେ ନା ଏଠି ବିଷୟ ଶିକ୍ଷକଙ୍କ ସ୍ୱାକ୍ଷର ରହିବ। ବିଷୟ, ଯେଉଁ ବିଷୟ ପଢ଼ଉଥିବେ, ଏଟା ଆମର ଗଣିତ ପ୍ରକଳ୍ପ, ଗଣିତ ଶିକ୍ଷକ ଏଠି ସ୍ୱାକ୍ଷର କରିବେ। ଏତିକି କରି ତାପରେ ତାକୁ ଏଇଭଳି ସାଇଜ୍ କରିବ। ସାଇଜ୍ କରି ବିଦ୍ୟାଳୟରେ ଦାଖଲ କଲେ ଆମେ ବାର୍ଷିକ ପରୀକ୍ଷା ନିମନ୍ତେ ଯେଉଁ ପ୍ରକଳ୍ପ କାର୍ଯ୍ୟ ପାଇଁ ରହିଛି, ଆମେ ଏହାର ସଠିକ୍ ନମ୍ବର ପାଇବା।